ନମସ୍କାର, ମୁଁ ବୀରେଶ୍ୱର ମହାନ୍ତି। ମୋ ମନ କଥାର 64ତମ ଅଧ୍ୟାୟକୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି। ଆଜି ଏ ଅଧ୍ୟାୟରେ ଆମେ ଓଡ଼ିଶାର ଏପରି ଜଣେ ସୁଯୋଗ୍ୟ ସନ୍ତାନଙ୍କ ବାବଦରେ ଆଲୋଚନା କରିବା ଯେ ଶୟନେ ସପନେ ଜାଗରଣେ ସବୁବେଳେ ଓଡ଼ିଆମାନଙ୍କର ଉନ୍ନତି, ଓଡ଼ିଆ ଭାଷାର ଉନ୍ନତି ତଥା ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଚିନ୍ତା କରୁଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। 1913 ମସିହାର କଥା, କଲିକତା ଉଚ୍ଚ ନ୍ୟାୟାଳୟରେ ଯୋଗେନ ଘୋଷ ନାମକ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ ହତ୍ୟା ଏବଂ ନିର୍ଯାତନା ବାବଦରେ ଗୋଟିଏ ମକଦ୍ଦମା ଦାୟର କରାଯାଇଥାଏ। ଯୋଗେନ ଘୋଷ ପ୍ରକୃତରେ ନିର୍ଦ୍ଦୋଷ ଥାନ୍ତି, କିନ୍ତୁ ଯେହେତୁ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥାଏ, କୌଣସି ଓକିଲ ତାଙ୍କର କେସ୍ ଲଢ଼ିବା ପାଇଁ, ମକଦ୍ଦମା ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁନଥାନ୍ତି। ଏହି ସମୟରେ ଆଗେଇ ଆସିଥିଲେ ଜଣେ ଓଡ଼ିଆ ଓକିଲ, ଯିଏ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ସେ ଗୋଟିଏ ବି ଟଙ୍କା ନ ନେଇ ଯୋଗେନ ଘୋଷଙ୍କ ସପକ୍ଷରେ ମକଦ୍ଦମା ଲଢ଼ି ଚାଲିଲେ। ତାଙ୍କର ବଳିଷ୍ଠ ଯୁକ୍ତି ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପନ କଲେ। ବିଭିନ୍ନ ପ୍ରକାରର ଦଲିଲ ଦସ୍ତାବିଜ ବିଚାରପତିଙ୍କ ସମ୍ମୁଖରେ ଆଣି ଥୋଇଲେ। ଲାଗ 2 ଦିନ ଧରି ସେ ତାଙ୍କର ଯୁକ୍ତି ଉପସ୍ଥାପନ କଲେ। ଶେଷରେ ବିଚାରପତି ନିଶ୍ଚିତ ହେଲେ ଯେ ଯୋଗେନ ଘୋଷ ହେଉଛନ୍ତି ନିର୍ଦ୍ଦୋଷ ବ୍ୟକ୍ତି ଏବଂ ତାଙ୍କୁ ନିର୍ଦ୍ଦୋଷ ବୋଲି ସେ ଘୋଷଣା କଲେ। ଏଥିରେ ଓଡ଼ିଆ ବାରିଷ୍ଟରଙ୍କର ସୁଖ୍ୟାତି ସାରା ସମଗ୍ର କଲିକତାରେ ବ୍ୟାପି ଯାଇଥିଲା ଏବଂ ତାଙ୍କର ସୁନାମ ସବୁଆଡ଼େ ହେଇଥିଲା। ସେ ସମୟରେ ପ୍ରକାଶ ପାଉଥିବା ଉତ୍କଳ ଦୀପିକା ସମ୍ବାଦପତ୍ର ଏଇ ଯେଉଁ କେସ୍ରେ ଓଡ଼ିଆ ବାରିଷ୍ଟର ଜଣକ ବିଜୟ ଲାଭ କରିଥିଲେ, ସେ ବାବଦରେ ଟିକିନିଖି ବିବରଣୀ ପ୍ରକାଶ କରିଥିଲେ। ପ୍ରାକ୍ ସ୍ୱାଧୀନତା କାଳରେ ଭାରତବର୍ଷରେ ଶିକ୍ଷାର ଅବସ୍ଥା ଅତ୍ୟନ୍ତ ନିମ୍ନମାନର ଥିଲା। ଉଚ୍ଚଶିକ୍ଷା କଥା କ'ଣ କୁହାଯିବ, ସାଧାରଣ ଶିକ୍ଷା ମଧ୍ୟ ଲୋକମାନଙ୍କ ପାଖରେ ଅପହଞ୍ଚ ଥିଲା। ଓଡ଼ିଶା କଥା ତ ଆହୁରି ଶୋଚନୀୟ ଥିଲା। ସେହିପରି ଏକ ଦୁର୍ଦ୍ଦିନ ସମୟରେ ଓଡ଼ିଶାର ଜଣେ ଲୋକ 7 ସମୁଦ୍ର 13 ନଈ ଅତିକ୍ରମ କରି ଇଂଲଣ୍ଡରେ ପହଞ୍ଚି ବାରିଷ୍ଟରୀ ପଢ଼ିପାରିଥିଲେ, ସେ କଥା ଭାବିଲେ ଆଜି ବିସ୍ମିତ ହେବାକୁ ପଡ଼େ। 1910 ମସିହା ନଭେମ୍ବର 17 ତାରିଖରେ ଏଇ ଯେଉଁ ଓଡ଼ିଆ ବ୍ୟକ୍ତି ଜଣକ ଯିଏ ବାରିଷ୍ଟରୀ ପଢ଼ିଥିଲେ, ସେ ଯାଇକି ଲଣ୍ଡନରେ ମିଡିଲ ଟେମ୍ପଲ ଇନ୍ରେ ନାମ ଲେଖାଇଲେ ଏବଂ ବାରିଷ୍ଟରୀ ପଢ଼ିଥିଲେ। ତାଙ୍କର ଦୃଢ଼ ଇଚ୍ଛା ଶକ୍ତି ବଳରେ ସେ ଏ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିଥିଲେ। ସଂଯୋଗବଶତଃ ସେ ଯେଉଁଠାରେ ପଢ଼ୁଥିଲେ ସେଇଠାରେ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଲୌହ ପୁରୁଷ ବଲ୍ଲଭ ଭାଇ ପଟେଲ ମଧ୍ୟ ପଢ଼ୁଥିଲେ ଏବଂ ସେ ଦୁହେଁ ଏକସଙ୍ଗେ ବାରିଷ୍ଟରୀ ପଢ଼ି 1913 ମସିହା ଜାନୁଆରୀ 27 ତାରିଖରେ ସମାନ ଦିନରେ ବାରିଷ୍ଟର ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। এই ବାରିଷ୍ଟର ଜଣକ ଏତେ ବିଚକ୍ଷଣ ଥିଲେ ଯେ ସେ ତାଙ୍କର ଯେତେବେଳେ ବାରିଷ୍ଟରୀ ପଢ଼ା ସରିଗଲା, ସେତେବେଳେ ଲଣ୍ଡନର ବିଲାତର ରାଜା ଜର୍ଜ ପଞ୍ଚମକୁ ସେ ସାକ୍ଷାତ କରିଥିଲେ ଏବଂ ଜର୍ଜ ପଞ୍ଚମ ତାଙ୍କୁ ତାଙ୍କର ପରାମର୍ଶ ରଖିବା ପାଇଁ ମନସ୍ଥ କରିଥିଲେ। ମାତ୍ର ସ୍ୱାଭିମାନୀ ଓଡ଼ିଆ ଜଣକ ସେ ପଦବୀକୁ ଆଡ଼େଇ ଦେଇ ନିଜ ଦେଶକୁ ଫେରି ଆସିଥିଲେ। ଉଦ୍ଦେଶ୍ୟ ଥିଲା ଯେ ଓଡ଼ିଆମାନଙ୍କର ଉନ୍ନତି କରିବା
तथा ओडिया स्वतंत्र ओडिशा प्रदेश गठन करवा। किंतु से जेतेबेले जॉर्ज पंचम संगे आलोचना करुले सेतेबेले ओडिया भाषाभाषी अंचल को एकत्रीकरण करी एक स्वतंत्र देश गठन करने पाई से तांकर दृष्टि को एक कथा आनी जेतेबेले बारिस्टरी पढ़िक से भारत को फेरिले कटक ठारे से रेल रे फेरुथिले। कटक ठारे मधुसूदन दास ब्रजसुंदर दास अन्य बहु आईनजीवी आसी सेठारे तांको उच्छ्वसित संबर्धना जणैथिले कटक रेल स्टेशन रे। तापरे से जेतेबेले तांकर शेष रेल स्टेशन रे आसी साखीगोपाल रे पहुँचिले सेतेबेले पंडित गोपबंधु दास पंडित नीलकंठ दास आचार्य हरिहर दास ए समस्ते तांकु मध्य संबर्धना जणैथिले। तांकर प्रतिभारे मुग्ध होई नीलमणि विद्यारत्न तांकु चिकिटी ठारे 1913-14 मसीह गोटे सभारे तांकु उत्कल रत्न उपाधि भूषित करथिले एवं कहिथिले जे ये जो बारिस्टर प्रथम बारिस्टर ओडिशार बारिस्टरी पास करी आसीचंती तांकर प्रतिभार पटांतर नाई। व्यासकवि फकीर मोहन तांकर जो उत्कल भ्रमण सेथिरे मध्य से एई वकीलंक बाबदरे एई बारिस्टरंक बाबदरे किछि कथा लेखि तांकर उच्छ्वसित प्रशंसा करथिले। बिहार ओडिशा प्रादेशिक व्यवस्थापक सभार से 3 थर सभ्य होइतले एवं प्रत्येक सभारे से तांकर ओडिया मानकर किपरि उन्नति कराजिवो एवं ओडिया भाषाभाषी अंचल किपरि एकत्रीकरण कराजिवो सेथिपई से तांकर बलिष्ठ जुक्ति सदासर्वदा उपस्थापन करुथिले। सेथिपई तांकु मिस्टर ओडिशा ब्राभो ओडिशा ब्लाइजिंग बीकन एहीपरि भावरे विभिन्न प्रकार सम्मान रे समाने सम्मानित करी तांकु उच्छ्वसित प्रशंसा करुथिले। जेतेबेले से प्रथमे बारिस्टरी पढ़िबा को गले सेतेबेले तांकर जो ब्राह्मण समाज को जातिर बासंद करिथिला मात्र से सब बासंद को से भ्रुक्षेप न करी बारिस्टरी पढ़िबा पाई बिलातर मिडिल टेम्पल इनको जाइथिले। उद्देश्य थिला एकमात्र उद्देश्य थिला जे ओडिया मानकर उन्नति करिबा ओडिया भाषाभाषी अंचलर उन्नति करिबा। किए ए महानुभव व्यक्ति जनक किए जे सेपरि एक दुर्दिन समय मध्य बिलात जाई बारिस्टरी पढ़ी पारिथिले से होउछंती साखीगोपाल निकटवर्ती सोमेश्वरपुर शासन स्वर्गत विश्वनाथ मिश्र जे 18 अक्टोबर 1878 मसीह जन्मग्रहण करथिले। तांकर पितांक नाम थिला कुलमणि मिश्र एवं मातांक नाम थिला राधिका देवी। से गोटे दरिद्र रक्षणशील ब्राह्मण परिवार रे जन्मग्रहण करथिले। से तांकर प्राथमिक शिक्षा तांकर निज गाँ एवं बेरबोई रे समाप्त करिबा परे से ता परवर्ती शिक्षा पाई पूरी जिला स्कूल रे नाम लिखैथिले। मात्र से समयर समाज कुसंस्कार ग्रस्त थिला एवं समानक धारणा एया थिला यदि उच्च शिक्षा के ग्रहण करे ताहा एक प्रकार पाप एवं ताहा भगवान विरुद्ध रे जीवा सह समान। एणु सेतबेलर समाज तांकु
ପଢ଼ିବା ପାଇଁ ବାରଣ କରିଥିଲା। ମାତ୍ର ତାଙ୍କର ଯେ ପିତା ବିଶ୍ୱନାଥ ମିଶ୍ରଙ୍କର ପିତା ଜଣେ ଅପେକ୍ଷାକୃତ ପ୍ରଗତିଶୀଳ ବ୍ୟକ୍ତି ଥିଲେ। ସେ ତାଙ୍କର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ସେ ବ୍ରାହ୍ମଣ ସମାଜକୁ ବୁଝେଇବାକୁ ଚେଷ୍ଟା କରିଥିଲେ ଏବଂ ଶେଷରେ ସଫଳ ହୋଇଥିଲେ। ମାତ୍ର ତାଙ୍କୁ ବ୍ରାହ୍ମଣ ସମାଜ ଯେହେତୁ ସେ ଜିଲ୍ଲା ସ୍କୁଲରେ ନାମ ଲେଖାଇ ସାରିଥିଲେ, ତାଙ୍କୁ 20 ଟଙ୍କା ଜରିମାନା କରିଥିଲେ। ସେ ସମୟରେ 20 ଟଙ୍କାର ମୂଲ୍ୟ ବହୁତ ବେଶୀ ଥିଲା। ବହୁତ ଶ୍ରମ ଏବଂ କଷ୍ଟ ସ୍ୱୀକାର କରି ତାଙ୍କର ପିତା କୁଳମଣି ମିଶ୍ର ସେ 20 ଟଙ୍କା ଯୋଗାଡ଼ କରିଥିଲେ ଏବଂ ତାଙ୍କର ପୁଅକୁ ପୁରୀ ଜିଲ୍ଲା ସ୍କୁଲରେ ପଢ଼େଇଥିଲେ। ସେ ଜଣେ ବିଶ୍ୱନାଥ ମିଶ୍ର ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ। ଏଣୁ ସେ ଜିଲ୍ଲା ସ୍କୁଲରୁ କୃତିତ୍ୱର ସହକାରେ 1902 ମସିହାରେ ପାସ୍ କଲେ ଏବଂ ଯେହେତୁ ସେ ଉଚ୍ଚ ମାର୍କ ରଖି ପାସ୍ କରିଥିଲେ, ତାଙ୍କୁ 10 ଟଙ୍କା ବୃତ୍ତି ମିଳିଥିଲା। ଏଣୁ ସେହି ବୃତ୍ତି ତାଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିଥିଲା ଏବଂ ସେ ସମୟର କଲେଜ ରାଭେନ୍ସା କଲେଜରେ ନାମ ଲେଖାଇଥିଲେ। ମାତ୍ର 10 ଟଙ୍କା ତାଙ୍କର ପାଠ ପଢ଼ିବା ପାଇଁ ପର୍ଯ୍ୟାପ୍ତ ନଥିଲା। ସେଥିପାଇଁ ସେ ଲୋକମାନଙ୍କ ଘରେ ଟ୍ୟୁସନ୍ କରୁଥିଲେ, ରନ୍ଧାରନ୍ଧି କରୁଥିଲେ। ଏସବୁ ଭିତରେ ମଧ୍ୟ ସେ କୃତିତ୍ୱ ସହକାରେ 1904 ମସିହାରେ ରେଭେନ୍ସା କଲେଜରୁ ପାସ୍ କରିଥିଲେ। ଏହି ସମୟରେ ସେ ଯେତେବେଳେ ରେଭେନ୍ସା କଲେଜରେ ପଢ଼ୁଥିଲେ, ସେତେବେଳେ 1903 ମସିହାରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକର ଇଦ୍ଗା ପଡ଼ିଆଠାରେ ମଧୁବାବୁଙ୍କ ନେତୃତ୍ୱରେ ହୋଇଥିଲା ଏବଂ ସେ ଜଣେ ଛାତ୍ର ସ୍ୱେଚ୍ଛାସେବୀ ଭାବରେ ବିଶ୍ୱନାଥ ମିଶ୍ର ସେ ଉତ୍କଳ ସମ୍ମିଳନୀରେ କାର୍ଯ୍ୟ କରିଥିଲେ ଏବଂ ସେହି ସମୟରେ ସେ ମଧୁବାବୁଙ୍କୁ ବହୁ ପାଖରୁ ଦେଖିବାର ସୁଯୋଗ ପାଇଥିଲେ ଏବଂ ତାଙ୍କର କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରିବାର ସୁଯୋଗ ପାଇଥିଲେ। ଏଣୁ ସେ ସେହି ଦିନଠୁ ତାଙ୍କୁ ନିଜର ଗୁରୁ ବୋଲି ମାନି ନେଇଥିଲେ ଏବଂ କିପରି ଭାବରେ ଓଡ଼ିଆ ଭାଷାର ଉନ୍ନତି ହେବ, ଓଡ଼ିଆ ଲୋକଙ୍କର ଉନ୍ନତି ହେବ ଏବଂ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଏକ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶଟିଏ ଗଠନ କରାଯିବ, ସେ ଦିଗରେ ସେ ଉଦ୍ୟମ କରୁଥିଲେ। ଯେତେବେଳେ ସେ ରେଭେନ୍ସା କଲେଜରୁ ପାସ୍ କଲେ, ସେ ସମୟରେ ବିଶ୍ୱନାଥ ମିଶ୍ରଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା। ଏଣୁ ସେ ତାଙ୍କର ଗୁରୁ ମଧୁସୂଦନ ଦାସଙ୍କ ପାଖକୁ ଗଲେ ପରାମର୍ଶ ନେବା ପାଇଁ ଯେ ସେ କ'ଣ କରିବେ। ମଧୁସୂଦନ ଦାସ ତାଙ୍କୁ କହିଲେ, ତୁମେ ରସଲକୋଣ୍ଡା ଯାଅ, ଯାହା ଆଜିକାଲି ଭଞ୍ଜନଗର କୁହାଯାଉଛି, ତାର ନାମ ସେତେବେଳେ ଥିଲା ରସଲକୋଣ୍ଡା। ରସଲକୋଣ୍ଡା ଯାଅ, ସେଇଠାରେ ତୁମେ ଶିକ୍ଷାଦାନ କର, ଓଡ଼ିଆ ଶିକ୍ଷାଦାନ କର। ସେ ତାଙ୍କୁ ରସଲକୋଣ୍ଡା ଯିବା ପାଇଁ ଏଇଥିପାଇଁ କହିଥିଲେ ଯେ ସେ ସମୟରେ କୋରାପୁଟ ବରହମପୁରରେ ଓଡ଼ିଆ ଶିକ୍ଷକମାନଙ୍କର ଖୁବ୍ ଅଭାବ ଥିଲା। ତେଲୁଗୁ ଶିକ୍ଷକମାନେ ଓଡ଼ିଆ ପଢ଼ାଉଥିଲେ ଏବଂ ସେମାନେ ବଡ଼ କଦର୍ଥ ଭାବରେ ଓଡ଼ିଆକୁ ପଢ଼ାଉଥିଲେ, ଯାହାଦ୍ୱାରା ଓଡ଼ିଆ ଭାଷାକୁ ଠିକ୍ ଭାବରେ ଭାବାର୍ଥ କରିବା ସମ୍ଭବପର ହୋଇପାରୁନଥିଲା। ଓଡ଼ିଆ ଭାଷା ଏକ ଦୁର୍ଦ୍ଦିନ ଦେଇ ଗତି କରୁଥିଲା। ଏଣୁ ମଧୁବାବୁ ତାହା ଦେଖି ବିଶେଷ ବିଚଳିତ ଥିଲେ। ସେ ସମୟରେ ଏ ଯେଉଁମାନେ ତେଲୁଗୁ ଶିକ୍ଷକମାନେ ଓଡ଼ିଆ ପଢ଼ାଉଥିଲେ, ସେମାନେ ଯେହେତୁ ଠିକ୍ ଭାବରେ ଓଡ଼ିଆ ପଢ଼ାଇ ପାରୁନଥିଲେ, ସେମାନଙ୍କୁ ଠିକ୍ ଢଙ୍ଗରେ ଓଡ଼ିଆ ପଢ଼ାଇବା ପାଇଁ ଗୋଟେ ଦ୍ୱିଭାଷୀ ସ୍କୁଲ ରସଲକୋଣ୍ଡାରେ ପ୍ରତିଷ୍ଠିତ ହୋଇଥିଲା। ସେ ତେଲୁଗୁ ଶିକ୍ଷକମାନଙ୍କୁ ଓଡ଼ିଆ କିପରି ଠିକ୍ ଭାବରେ ପଢ଼ାଯିବ, ସେଥିପାଇଁ ଶିକ୍ଷା ଦିଆଯାଉଥିଲା। ମଧୁବାବୁ ବିଶ୍ୱନାଥ ମିଶ୍ରଙ୍କୁ କହିଥିଲେ, ସେ ରସଲକୋଣ୍ଡାରେ ଏଇ ଯେଉଁ ତାଲିମ ସ୍କୁଲ ଅଛି, ଟ୍ରେନିଂ ସ୍କୁଲ ଅଛି ଓଡ଼ିଆ ଭାଷା ପଢ଼ାଇବା ପାଇଁ, ସେଇଠି ଶିକ୍ଷକ ଭାବରେ ଯୋଗ ଦେବା ପାଇଁ ପ୍ରେରଣା ଦେଇଥିଲେ ଏବଂ ବିଶ୍ୱନାଥ ମିଶ୍ର ଯାଇ ରସଲକୋଣ୍ଡାରେ ଶିକ୍ଷକ ଭାବରେ ଯୋଗ ଦେଇ ସେଠାରେ ଓଡ଼ିଆ ପଢ଼େଇଥିଲେ। କିନ୍ତୁ ରସଲକୋଣ୍ଡାରେ ସେ ଯେତେବେଳେ ପଢ଼େଇଲେ, ସେତେବେଳେ ସେ ଲକ୍ଷ୍ୟ କଲେ
जे ओडिया मानकर स्थिति सेठी भारी खराब जदिओ सेटा तांकर निजर मातृभूमि तांकु द्वितीय श्रेणी नागरिक भाव में विचार करा जाउची एवं सेठारे तेलुगु मानकर प्रादुर्भाव खूब बेसी से सेठु निष्पत्ति कले जे से आईन पढ़िबे एवं आईन पढ़ी ए समस्या मुकाबला करिवे सेतिपई से गले मद्रास रे जाई आईन पढ़िले आईन पढ़ी आसी आस्कारे प्लीडर भाव रे जोग देले आईन व्यवसाय कले से समय से लक्ष्य कले जे सेठी मध्य कोर्ट मानकरे तेलुगु एवं इंग्लिश रो प्रचलन अछि ओडियार प्रचलन नाही एणु से दाबी कले गंजाम रे समस्त कोर्ट रे ओडिया प्रचलन करा जाऊ ओडिया लोक मानकर सुविधा पाई ओडिया प्रचलन करा जाऊ एथिरे से ओडिया मानक भितर अत्यंत लोकप्रिय होई पारिथिले तापर तांकर उत्तम व्यवहार एवं विचक्षण बुद्धिमत्ता जोगु सेमाने अणओडिया मानक मध्य मध्य से लोकप्रिय होई पारिथिले एही समय रे तांको मनरे गोटे धारणा हला गोटे इच्छाटी अंकुरित हला जे से बारिस्टेरी पढ़िबे एवं बारिस्टेरी पढ़ी आसी ओडिया मानकर किपरि उन्नति करा जीवो सेथिपई से चेष्टा करिवे 1908 मसीह रे से बारिस्टेरी पढ़िबा पई प्रस्तुति कले एवं सेथिरे मध्य से सफल हेले किंतु से जेतेबेले बारिस्टेरी पढ़िबा पई तांकर पितांकर अनुमति नबा पई बाहरिले सेतेबेले तांकर पिता तांको बिलात जाई बारिस्टेरी पढ़िबा पई अनुमति देले नाही जने आज्ञाधीन पुत्र भाव रे से पुणी आस्का को फेरी जाई तांकर आईन व्यवसाय कले मात्र तार 4 मास परे तांकर पितांकर देहांत होई जिबारु से पुणी किपरि बारिस्टेरी पढ़िबे तार परीक्षा देई पुणी से मिडिल टेम्पल इन रे नाम लिखाइले 1910 मसीहा नवेम्बर 17 तारिख रे जोठारे सरदार वल्लभ भाई पटेल तांकर सहपाठी थिले यहाँ परठू से तो बारिस्टेरी पढ़िले बारिस्टेरी पढ़िबा परठू जेतोले भारत को फेरिले सेतेबेले से सबु बेले ओडिया मानकर उन्नति पई कार्य लागिले उत्कल सम्मेलन रे सक्रिय भाव रे अंशग्रहण कले एवं तांकर जीवन शेष पर्यंत से ओडिया भाषाभाषी अंचल को नहीं गोटे ओडिया राजन गठन करने राज्य गठन करने सदा सर्वदा उद्यम करुले तेबे आज ए अध्याय रे आमे ए अध्याय को एठी रखिबा ताकि परवर्ती कार्यक्रम से बारिस्टेरी परिबा परे तांकर मृत्यु 1933 मसीह जेतेबेले से मृत्युवरण कले मात्र 54 वर्ष बयस रे से बाबद से समय भितरे से जहा कार्य ओडिया मानक पई करिसंती से बाबद रे आलोचना करिबा आज ए आलोचना को आमे एठी रखिबा आशा करे आज ए आलोचना आपण मन को भल लागिथिबो नमस्कार वंदे उत्कल जननी जय जगन्नाथ।